3 ମାସର ଅନ୍ତଃସପ୍ତା ନବବଧୂର ସନ୍ଦେହଜନକ ମୃତ୍ୟୁକୁ ନେଇ ତିର୍ତ୍ତୋଲରେ ଚର୍ଚ୍ଚା। ତନାଘନା କରୁଛି ପୋଲିସ। ମିଳିଥିବା ଖବର ଅନୁଯାୟୀ ତିର୍ତ୍ତୋଲ ଥାନା ତରଜଙ୍ଗା ପଞ୍ଚାୟତର ବାଲିପାଟଣା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। କୁଜଙ୍ଗ ବ୍ଲକ ଭୂତମୁଣ୍ଡାଇ ଗ୍ରାମର ବାବାଜୀ ମହାନ୍ତିଙ୍କ ଝିଅ କୁନି ମାର୍ଚ୍ଚ 2023ରେ ତିର୍ତ୍ତୋଲ ବ୍ଲକର କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ପୁଅ ଅକ୍ଷୟକୁ ବିବାହ କରିଥିଲେ। ସମସ୍ତ ଜାନି ଯୌତୁକ ସହ ନଗଦ ଲକ୍ଷେ ଟଙ୍କା ଦେଇଥିଲେ। ହେଲେ ଅଧିକ ଅର୍ଥ ପାଇଁ ସଦାବେଳେ ଦାବି କରୁଥିଲେ ଅକ୍ଷୟଙ୍କ ପରିବାର ଲୋକେ। ବୋହୂକୁ ମାନସିକ ଶାରୀରିକ ଯନ୍ତ୍ରଣା ମଧ୍ୟ ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ କୁନି ଆତ୍ମହତ୍ୟା କରିଥିବା ଝିଅର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଆମ ଝିଅ ତ ମାରିଦେଲେ ସେ ଆଉ କ'ଣ କହିବୁ ଆମେ ଆଉ କ'ଣ କହିବୁ ଆମେ ତ ଦାଣ୍ଡ ବାହାରେ ହେଇଥିଲା ବର ଯାଇଥିଲା ଆମର ସବୁ ଦେଖିବାକୁ ପୁଅମାନେ ସବୁ ଦେଖିବାକୁ ଆସିଥିଲେ। ଆମେ ବଡ଼ ଘର ବିଲିକିରି କରିଥିଲୁ ବାପ ପୁଅ କେହି ନାହିଁ ବାପ ପୁଅ ଆମେ କହିଲୁ ଚଳିବ ଭଲରେ ଆମ ଝିଅଟା ଚଳିବ। ବାପ ଦୋକାନରେ ଲୁଗା ମାନେ କୁଜଙ୍ଗ ହୋଟେଲରେ ରହିକିରି ପଇସା ରୋଜଗାର କରେ। ଆମେ କହିଲୁ ଶାଶୁ ନାହିଁ ବାପ ପୁଅ ଭଲ ଚଳିବେ, ଦୁଇଟା ଝିଅ ସେ ଶାଶୁ ଘରେ ଯାଇଛନ୍ତି ଭଲରେ ଚଳିବେ। ଆମେ ସେଥିପାଇଁ ବାହାର କରିଥିଲୁ। ବାପ କେତେ ଜିନିଷ ଦେଇଛି, ଲକ୍ଷେ ଟଙ୍କା ଡିମାଣ୍ଡ ଦେଇଛି, ହାର ଫାର ଦୁନିଆ ଜିନିଷ ଦେଇଛି। ଟିଭି ନାଗି ଯୌତୁକ ନାହିଁ, ଟିଭି ଏଲଇଡି ଟିଭି ନାଗି ତାକୁ ଇଏ କରିଛନ୍ତି ଦଣ୍ଡ। ଗୋଟା କ'ଣ ଯେଉଁ କଳାପାତି ଆସିଥିଲା ବୋଲି ସାନ ବୋଉ ଆସିକିରି ପୁଣି 8 ଦିନ ଝିଅ ଖାଇନି। କାରଣ ଭାଇ ଏଇ ଯେଉଁ କ'ଣ ଏଲଇଡି ଟିଭି ନାଗିକି ବୁଢ଼ା ସବୁବେଳେ କହୁଛି ଝିଅକୁ କହୁଛି, ଝିଅକୁ ନିଜେ ତାନ ଦେଉଛନ୍ତି ବୋଉକୁ ଖାଇବାକୁ ଦେଉନାହାନ୍ତି। ପଖାଳ ଡେଲିଭରି ଅଛି 4 ମାସେ, ପଖାଳ ଭାତ ମୁଗ ଡାଲି ଦେଉଛନ୍ତି ଖାଇବାକୁ। ପରିବା ବସ୍ତା ବୋପା ଦେବ ପରିବା 20,000 ଟଙ୍କା ଖର୍ଚ୍ଚ କରିକି ଆଣିଛି ସାବିତ୍ରୀକି ବୋପା ଦେଇକି ଯାଇଛି। କହିଲେ ସାବିତ୍ରୀ ଭାର ଆସିଲେ ମୋ ଝିଅ ମାନ ଘଟି ଦେବି। 1000 ଟଙ୍କା ଖାଲି କଦଳୀ କାନ୍ଦି 1000 ଟଙ୍କା ଦେଇଛି। ଏଲଇଡି ଟିଭି ନାଗିକି ଦଣ୍ଡ ଦେଇଛନ୍ତି। ଏଲଇଡି ଟିଭି ଆମେ କ'ଣ କରିବୁ? ଆମ ଝିଅ ତ ମରିଛି, ଆମ ଝିଅକୁ ଦେବେ ଆଉ ଆମେ ଦାବି କ'ଣ କରିବୁ? ଭୂତମୁଣ୍ଡି ଗ୍ରାମର ୱାର୍ଡ ମେମ୍ବର ବି ମୁଁ ଅଛି। ମୋ ଭାଣିଜୀ ହେବେ। ଘଟଣା ତ ତାଙ୍କର ମାନେ ବାହାଘର ଦିନ ଠାରୁ କଜିଆ ଚାଲିଛି। 4 ମାସ ଏଇ 11 ତାରିଖକୁ ତାର 4 ମାସ ହବ। ତାଙ୍କର ସବୁବେଳେ କଜିଆ, ସବୁବେଳେ ବୋଲି ବୋହୂକୁ କେମିତି ଫୋନ୍ ଦେଉନାହାନ୍ତି କଥା ହେବାକୁ। ଯଦି ଶ୍ୱଶୁର କେତେବେଳେ ଛାଡ଼ି ଦେଇ ଯାଉଛି ମୋବାଇଲ, ଯେଉଁ ଯାଉଛନ୍ତି ଗୋଟେ ଦୋକାନକୁ କି ଗୋଟେ ଫୁଲ ତୋଳିବାକୁ ଗଲେ ସେତିବେଳେ ସମୟରେ ବୋହୂ କଥାବାର୍ତ୍ତା ହେବ। ଆଗ ତ ସବୁବେଳେ କଳି ଏମିତି ନାଗି ରହିଛି। ଏଇ 8 ଦିନ ତଳେ କଳିର କାରଣ ଏଇ ତେଲ ମସଲା ବୋହୂ ରାନ୍ଧିଦେଲା ଅଧିକ। ତମେ ଆଜି ଯଦି ଦେଲନି ବୋହୂକୁ ରାନ୍ଧିବାକୁ ଯେଉଁ ଜିନିଷଟା ସିଏ ଆଣିବ, ସିଏ ଚଳିଛି ଭଲ, ଖାଇଛନ୍ତି ଭଲ। ସେ ଏଠି ମୁଗ ଡାଲି ଆଳୁ ଭର୍ତ୍ତାରେ ସେ ଚଳି ପାରୁନାହାନ୍ତି। ତମେ କହିବ ମୁଗ ଡାଲି ଆଳୁ ଭର୍ତ୍ତା କର। ଆଜି ଯଦି ଡାଲି କଲ ତମେ କଜିଆ କଲ, ବାପ ପୁଅ କେହି ଖାଇଲନି। ବାପ ପୁଅ ଖାଇଲନି, ତମେ ବାପା କ'ଣ ଖଟା ନଗେଇ ଖାଇଲା, ପୁଅ ଆଣିକିରି ଅଣ୍ଡା ଆଣିକି ଭାଜି ଖାଇଲା, ଡାଲି ଫୋପଡ଼ା ହେଲା। ଶିଶୁ ତା ପରଦିନକୁ ଆଉ ଡାଲି କଲାନି। ଯଦି ଡାଲି ନ କଲା, ତମେ ତ କାଲି କଜିଆ କରିଛ ଡାଲି ପାଇଁ, ସେ ଆଜି ଡାଲି କଲାନି। ଯଦି ଡାଲି ନ କଲା କ'ଣ ନା ହେଲା ରାହା ରାବଣ ପାଲା। ଇଏ ମାରି ଦେଇଛନ୍ତି ବା, ମାରି ଦେଇଛନ୍ତି। ନଣନ୍ଦ ଏଥିରେ ବି ସାମିଲ ସବୁ ରହିଛନ୍ତି। ବୋପା ଘରକୁ ଯଦି ଫୋନ୍ କରିବେନି କହିବେ ମା ଭଉଣୀ ତୋର ଘର ଭାଙ୍ଗିଦେବେ, ତୁ ବାପ ଘରକୁ ଫୋନ୍ କରିବୁନି। ଆଉ ନଣନ୍ଦ ମାନଙ୍କ କତିକି ତୁ ଦିନକୁ 3 ଥର ଫୋନ୍ କରିବୁ। ଯଦି ଦିନେ ବି ଫୋନ୍ ନ କରୁଛୁ ହେଲା ତାଙ୍କର ପାଲା। ଏଥରେ ତା ସ୍ୱାମୀ, ଶ୍ୱଶୁର, ନଣନ୍ଦ। ନା ନା, ନଣନ୍ଦ ଶାଶୁଘରେ ରହିଲେ ବି ନଣନ୍ଦ ଏଇଠି କୋଉଠି, ତାଙ୍କ ଶାଶୁଘର ଏଇଠି କୋଉଠି ପାଖରେ, ଶାଶୁଘର ପାଖରେ। ବହୁତ ଥର ଝୁଅ ଜଣଉଛି। ତା ଭଉଣୀ ତା ଭଉଣୀ ବି ଆସିକିରି ଜଣେ ଶାଶୁଘରୁ ରହିଛି। ଇଏ କହିବା କଥା, ଦେଇ ତୁ ଯଦି ଶାଶୁଘରୁ ଆସି ରହିଲୁ, ମୁଁ କ'ଣ ମୋ ବାପା କତିରେ ପୁଣି ଯାଇ ସେଠି ବେକରେ ବନ୍ଧା ହେବି? ଇଏ ଏତେ ସହିଲା ବାଲା ଝିଅଟା ନୁହଁ, ଏତେ ସହି ପାରିବନି। 4 ମାସ ଡେଲିଭରି ଅଛି। ଡେଲିଭରି ଯାଇଛନ୍ତି ଚେକଅପ୍ କରିବାକୁ, ସ୍ୱାମୀ ନେଇଛି ଜଗତସିଂହପୁର, ଶ୍ୱଶୁର ତା ସାଙ୍ଗରେ ଯାଇଛି। ତାକୁ 5 ଟଙ୍କିଆ ମିଲ୍ ଦେଉଛନ୍ତି ଖାଇବାକୁ। ଦାବି ତା ଯାହା ଆଣିଛି ତାର ସେ ସବୁ ନେବ। ଆଉ ତାକୁ ତ ମାରି ଦେଇଛନ୍ତି ନା, ମାରି ନଦେଲେ ଏଠି କୋଉଠି ଖଣ୍ଡିଆ ହବ, ଗାଲରେ କୋଉଠି ଦାଗ ଆସିବ। ହଉ ନା, ମୁଁ ତ ମାନୁ ଡାକେ ଘଟଣା କ'ଣ ସବୁଦିନ ଭୋର ଉଠେ, ମୁଁ ତ ବିଗିଡ଼େ। ମୁଁ କହିଲି ତୁ ରାତିରେ ଉଠିବୁ ନା, ଡେଲିଭରି ଅଛି, ଆଉ ତୁ ଏତେ ବେଳାବେଳି ଉଠିବୁ ନା, କାଇଁ ମୋତେ ଡାକିବୁ। ତଥାପି ଡେରି କରି ସିଏ ଆମର ଏଇ ବୋହୂ ଉଠେ, ସିଏ ସାଙ୍ଗ ହେଇକିରି ତାଙ୍କର ଓଳାଓଳି ଏ ମୁଣ୍ଡୁ ସେ ମୁଣ୍ଡ ଘଣ୍ଟାଟେ ନାଗେ। ସିଏ ଯେଉଁ ଓଳାଓଳି କରିଦିଏ, ମୁଁ ଫୁଲ କାଲି ଆଣି ଦେଇଦିଏ। ଦେଇପଟେ ଭଲ ମନ୍ଦ ଫୁଲ କରି ଘର ଭିତରେ ଦିଏ। ମୁଁ ଏଇଠୁ ବାସୁଦେବ ଠାକୁର ଅଛନ୍ତି, ମୁଁ 2ଟା ଫୁଲ ଆଣି ନନା ଆସି ପୂଜା କରେ। ସିଏ ତାର କଲା, ସେଠୁ ମୁଁ ଦାନ୍ତ ବସିକି ବିସ୍କୁଟ ପାଣି ଦେଲା, ମୁଁ ସବୁ ଖାଇକି ସେଠୁ ମୁଁ ଦୋକାନ ବେଳକୁ ଯେଉଁ ଡେଲି ଯାଇ, ମୁଁ ଦୋକାନରେ ଗଲା ପରେ ଫୁଲ ଛିଣ୍ଡିଲି, ଚା ପିଇଲି, ଚା ପିଇକି ସେଠୁ ଆସିଲି। ଆସିକିରି ଫୁଲ ଆମର ଟ୍ୟୁବୱେଲ୍ ପାଖରେ ଦେଖିବେ ଆପଣ,
ସେଠି ଟଙ୍ଗା ହେଇଛି। ମୁଁ ସେଇ ଫୁଲଟା ନେଇକି ମୁଁ କହିଲି କ'ଣ ବୋଉ ଆଜି ଫୁଲ ପୂଜା କରିନି। ଘରୁ ଗଲାବେଳକୁ ଏଇଆ ଦେଖିଲା ବେଳକୁ ଫ୍ୟାନ୍ ଦେହରେ ତାର ଲୁଗା ମୋଡ଼ିକିରି ଦୌଡ଼ା ଦେଇଛି ଟୁଲ୍ ଉପରେ ଠିଆ ହେଇକି ଟୁଲ୍କୁ ସେପଟକୁ ପେଲି ଦେଇଛି। ଆପଣ 6:30 ଭିତରେ ହେବ ଆଉ। ତାପରେ ମୁଁ ସବୁଠୁ ବାଧ୍ୟକିରି ତାକୁ କାଟିଦେଲି। କାଟିଦେଲା ବେଳକୁ ସେ କାଠ ହେଇଛି ସମସ୍ତେ ଆଜି ଗଦା ହେଇ ପଡ଼ିଲେ। ଦେଖିଲେ ଯେ ଇଏ ସବୁ ମଗେଇଲି। ମୁଁ କହିଲି ଇଆଡ଼େ ଡାକ୍ତରଖାନା ନେବି ଭଲ ମନ୍ଦ କରି ଜଣେ ଇଏ କହିଲେ ତାକୁ ନାଡ଼ି ପାଡ଼ି ଯିବି ଇଏ କରି ସବୁ କହିଲା ନାଇଁ ଯେ କାଠ ହେଇଗଲାଣି ସେ ଅଧଘଣ୍ଟେ ପରେ ସେ ସାଙ୍ଗେ ସାଙ୍ଗେ ତା ପଛେ ପଛେ ଦେଇଦେଇଛି। ପୁଅ ସାଙ୍ଗରେ ନାଇଁ ପୁଅ ତ ଝଗଡ଼ା ହେଇଥିଲେ ଭଲ ମନ୍ଦ ହେଇଥିଲେ ମୁଁ ମୋତେ ସେ କହିଥାନ୍ତା ସେ ପୁଅ ମୋତେ କହିଥାନ୍ତା କ'ଣ ହେଲା ତାଙ୍କ ଭିତରେ। ମୁଁ ନା ନା ବିନା ଡିମାଣ୍ଡରେ ମୁଁ ବାହାଘର କରିଛି। ଆପଣ ସେ ଭଦ୍ରଲୋକକୁ ପଚାରନ୍ତୁ ଆମର ଯେଉଁ ବନ୍ଧୁ ଲୋକ ଅଛି ବିନା ଡିମାଣ୍ଡରେ ମୁଁ ବାହାଘର କରିଛି ହାତରୁ ପଇସା ଖର୍ଚ୍ଚ କରି। ମୋର କ'ଣ ହେବ ମୋର କିଏ ନେବ ସେ ବୋଉ ଚଳିବ ଭଲ ମନ୍ଦ କରିବ। ଆପଣ ସେମାନେ କହୁଛନ୍ତି ତାଙ୍କ ଝୁଅ ମରିଛି ସେମାନେ କହିବେ ନା ଡିମାଣ୍ଡ ଟୋଟାଲ ଆଣିନି। ନା ସିଏ ତାର ଆତ୍ମହତ୍ୟା ନିଜେ କରିଛି। ତାର ପିଲାଟି ତାର ପେଟରେ ଅଛି ଭଲ ମନ୍ଦ। ମୁଁ କହିଲି ଖାଇବେ ପିଇ ପାରୁନା ଏଠି ହଇରାଣ ହେଉଛି ଜମା 2-2ଟା ଖାଉଛି ତାଙ୍କ ଘରକୁ ପଠେଇବି। କାଲି ରାତିରେ ମୁଁ ଫୋନ୍ କରିଥିଲି ତାଙ୍କ ବାପା କତିକି ସାନ ବାପା କତିକି। ସାନ ବାପା କହିଲେ ଆଉ ତାଙ୍କ ବୋଉକୁ ଦେଲେ ସିଏ କହିଲେ ମୁଁ କହିଲି ତାଙ୍କ ବାପା ସାଙ୍ଗେ କଥା ହଉଛି ତୁ ଯେମିତି କାମ କରନ୍ତି। ନାଇଁ ନାଇଁ ସେ ଯେଉଁ ଖାଇପାରୁନି ଖାଇବା ଅଭିଯୋଗ କ'ଣ କରୁଛନ୍ତି 3 ମାସ ପରେ ଯେ ତା ଗନ୍ଧଉଛି ମାଛ ଫାଛ କିଛି ଖାଉନି। ଆମ ଘରେ ଆପଣ ଦେଖନ୍ତୁ କ'ଣ ଜିନିଷ ଅଛି କି ନାହିଁ ଦେଖନ୍ତୁ। ଆମେ ତ ଦେଖିକିରି ବାହାଘର କଲୁ ପୁଣି 50 ବର୍ଷ ପୁଣି ଆଇଲା ବୁଲି ଗଲା ପୁଣି ବାପ ଦରକୁ କଣ ଗଲା ଦେଇକିରି ତାକୁ ମାରି ଦେଇଛନ୍ତି। ମାରିକିରି ଶାଶୁ ନାହିଁ ନଣନ୍ଦ ସ୍ୱାମୀ ଶ୍ୱଶୁର ନଣଦେଇ ବି ଅଛନ୍ତି। 2 ଦିନ ହେଲା 2 ଦିନ ହେଲା ପାଟି ମୁଣ୍ଡ କରୁଛନ୍ତି। ନଣନ୍ଦ ଶାଶୁଘର ଝୁଅ ତମେ ବାପ ଘରେ ମାମତ କ'ଣ? ଶାଶୁଘର ଝୁଅ ଯଦି ବାପ ଘରେ ମାମତ କ'ଣ? ତିର୍ତ୍ତୋଲ ଥାନା ଆଇଆଇସି ଅଭିମନ୍ୟୁ ନାୟକ ଉପଯୁକ୍ତ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯିବ ବୋଲି କହିଛନ୍ତି। ତିର୍ତ୍ତୋଲ ଥାନାରେ ଏଥିନେଇ ଏକ ମାମଲା ନମ୍ବର 321/24 ରୁଜୁ କରାଯାଇଛି। ତିର୍ତ୍ତୋଲ ଇପିଏରୁ ଶିବ ସପାଡ଼ିଙ୍କ ରିପୋର୍ଟ ଇପିଏ ନ୍ୟୁଜ୍। ଏମିତି ଆଉ କିଛି ନୂଆ ନୂଆ ଖବର ଜାଣିବା ପାଇଁ ଆମ ଇପିଏ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।